31 ଅଗଷ୍ଟ ରାଧାଷ୍ଟମୀ। ଯେ କହିବି ମଣିଷ ଏହି ତିନୋଟି ମହା ଉପାୟ ଆଜି ସନ୍ଧ୍ୟା ସମୟରେ କରିଦେଇଛି, ସେ ଜୀବନରେ ଦୁଃଖ କେବେ ବି ପ୍ରାପ୍ତ କରିବ ନାହିଁ। ସ୍ୱୟଂ ରାଧା ରାଣୀଙ୍କର କୃପା ତା ଉପରେ ରହିବ ଏବଂ ଯାହାଙ୍କ ଉପରେ ରାଧାଙ୍କର କୃପା ରହିଯାଇଛି ତା ଉପରେ କୃଷ୍ଣଙ୍କର କୃପା ନିଶ୍ଚୟ ଆସିବ। ଯେଉଁମାନେ ଜନ୍ମାଷ୍ଟମୀ ବ୍ରତ କରିଛନ୍ତି ସେମାନେ ଏହି ଜିନିଷ ଜାଣିଛନ୍ତି କି ନାହିଁ ମୁଁ ଜାଣିନି। କୁହାଯାଏ ଜନ୍ମାଷ୍ଟମୀ ଯେଉଁମାନେ କରିଛନ୍ତି ସେମାନେ ରାଧାଷ୍ଟମୀ କଲେ ଯାଇକି ତାଙ୍କୁ ପୁଣ୍ୟ ଫଳ ପ୍ରାପ୍ତ ହବ। ଅର୍ଥାତ୍ ଜନ୍ମାଷ୍ଟମୀ କଲେ ରାଧାଷ୍ଟମୀ ସୁନିଶ୍ଚିତ। ଏବଂ ଜନ୍ମାଷ୍ଟମୀ ସହିତ ଯଦି ଆପଣ ଶିବରାତ୍ରି କରୁଛନ୍ତି, ଶିବରାତ୍ରି ସହିତ ଜନ୍ମାଷ୍ଟମୀ ବି କଲେ ଆପଣ ଭଗବାନଙ୍କ କୃପା ପାଇପାରିବେ। ଆପଣ ମାନେ ଜାଣିଥିବେ କି ନାହିଁ, କୃଷ୍ଣଙ୍କର ଆରାଧ୍ୟ ହେଉଛନ୍ତି ପ୍ରଭୁ ମହାଦେବ, ଦେବଦେବ ମହାଦେବ ଏବଂ ମହାଦେବଙ୍କର ଆରାଧ୍ୟ ହେଉଛନ୍ତି ରାମ, ଯେ କି ନାରାୟଣଙ୍କର ଆଉ ଗୋଟିଏ ସ୍ୱରୂପ। ତେଣୁ ଏହି ତିନୋଟି ବ୍ରତ ଗୋଟେ ଆଉ ଜଣଙ୍କ ସହିତ ଯୋଡ଼ି କରି ରହିଛି। ତେବେ ଏହି ରାଧାଷ୍ଟମୀ ଦିନ ଆପଣମାନେ କେଉଁ କେଉଁ କାମ କରିବେ ଏବଂ ବିଶେଷ କରି ଏହି ତିନୋଟି ମହା ଉପାୟ ଆଜି ଆପଣ କରିଦିଅନ୍ତୁ। ଆଜି ମୁଁ ବଛା ବଛା କିଛି ଉପାୟ ଆପଣଙ୍କ ପାଇଁ ଆଣିଛି। ସନ୍ଧ୍ୟା ସମୟରେ ଏହାକୁ ନିଶ୍ଚୟ କରିଦିଅନ୍ତୁ। ଦେଖିବେ ଆପଣ କିପରି ଅଧୁରା ଇଚ୍ଛା, ଯାହା ବି ଆପଣଙ୍କର ଅଧୁରା ଇଚ୍ଛା ଅଛି ତାହା ନିଶ୍ଚୟ ଆପଣଙ୍କର ପୂର୍ଣ୍ଣ ହବ। ଏହି ଉପାୟକୁ ଆପଣମାନେ ଆଜି ସନ୍ଧ୍ୟା 5:25 ନିଶ୍ଚୟ କରିଦେବେ। ଯଦି ଆପଣଙ୍କ ଆଖପାଖରେ ରାଧା ରାଣୀଙ୍କର ମନ୍ଦିର ଅଛି ତେବେ ନିଶ୍ଚୟ ଯାଆନ୍ତୁ। ଏହି ଉପାୟ କରିଦେବା ମାତ୍ରେ ଆପଣମାନେ ଦେଖିବେ ଯେ ଆପଣମାନଙ୍କ ଜୀବନରେ କେତେ ଉନ୍ନତି ଆଡକୁ ଅଗ୍ରସର ହେଉଛନ୍ତି। ତା ଆଗରୁ ଆପଣମାନେ ଯଦି ରାଧାରାଣୀଙ୍କୁ ମାନୁଛନ୍ତି କମେଣ୍ଟ ସେକ୍ସନରେ ଶ୍ରୀ ରାଧା ନିଶ୍ଚୟ ଲେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ବି ପ୍ରେସ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଆଜି ରାଧାଷ୍ଟମୀ। ଆପଣମାନଙ୍କୁ କେଉଁ ଉପାୟରେ ପୂଜା କରିବାକୁ ପଡ଼ିବ ତାହା ପ୍ରଥମେ ଜାଣି ନିଅନ୍ତୁ। ଯେତେବେଳେ ବି ଏହି ଭିଡିଓ ପାରୁଛେ ଆପଣଙ୍କ ପାଖକୁ ଯାଉଛି ସେହି ସମୟରେ ହିଁ କରିଦିଅନ୍ତୁ। ଯେମିତିକି ଆପଣ ରାଧାରାଣୀଙ୍କୁ ସ୍ନାନ କରାଇବେ। ଯାହା ପାଖରେ ରାଧାରାଣୀ ନାହାନ୍ତି ସେ କୃଷ୍ଣଙ୍କୁ ସ୍ନାନ କରାଇବେ, ପଞ୍ଚାମୃତରେ ସ୍ନାନ କରାଇବେ ଏବଂ ଅତି ସୁନ୍ଦର ଭାବରେ ଶ୍ରୀଙ୍ଗାର କରାଇବେ, ନୂଆ କପଡ଼ା ପିନ୍ଧାଇବେ, ଆଳତି କରିବେ, ଦୀପ ଧୂପ ନୈବେଦ୍ୟ ଅର୍ପଣ କରିବେ। ଏବଂ ଆଜି ଆପଣ ନିଜ ଘରେ ଯଦି ରାଧାରାଣୀ ଅଛନ୍ତି ରାଧାରାଣୀଙ୍କୁ ଏହି ତିନୋଟି ଭୋଗ ଆଜି ନିଶ୍ଚୟ ଚଢ଼ାନ୍ତୁ। ମାଲପୁଆ ଚଢ଼ାଇବେ, ରାବିଡ଼ି ଚଢ଼ାଇବେ ଏବଂ ମିଠା ପାନ ଚଢ଼ାଇବେ। ଏହି ତିନୋଟି ଜିନିଷ ରାଧାରାଣୀଙ୍କୁ ଆଜି ନିଶ୍ଚୟ ଚଢ଼ାନ୍ତୁ। ଯଦି ଘରେ ରାଧାରାଣୀ ନାହାନ୍ତି ବାଲ ଗୋପାଳଙ୍କ ପାଖରେ ବି ଚଢ଼ାଇ ଦିଅନ୍ତୁ। ଯଦି ହେବ ତ ଆପଣ ମନ୍ଦିରକୁ ବି ନେଇକରି ଯାଆନ୍ତୁ, କିନ୍ତୁ ଏହି ତିନୋଟି ଭୋଗ ଆଜି ରାଧାରାଣୀଙ୍କୁ ନିଶ୍ଚୟ ଚଢ଼ାନ୍ତୁ। ତାପରେ ଆପଣମାନେ କଣ କରିବେ, 21ଟି ଗୋଟା ମୁଗ, ସବୁଜ କଲର ଗୋଟା ମୁଗର ଦାନା ଶିବଲିଙ୍ଗ ଉପରେ ଚଢ଼ାଇବେ ଏବଂ ଗୋଟିଏ ଢାଳ ପାଣି ଅର୍ପଣ କରିବେ। ଯଦି ଆପଣ ସକାଳ ସମୟରେ ଏହାକୁ କରିପାରି ନାହାନ୍ତି ତେବେ ଆପଣ ସନ୍ଧ୍ୟା 5ଟାରୁ 6:30 ଭିତରେ ଶିବଲିଙ୍ଗ ପାଖରେ ଏହା କାମ କରିପାରିବେ। କୌଣସି ଅସୁବିଧା ନାହିଁ। ଯେହେତୁ ଅଷ୍ଟମୀ ତିଥି ପଡୁଛି, ରାଧାଷ୍ଟମୀରେ ଏହି ଉପାୟ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୁଏ। ଏବଂ ଦେବଦେବ ମହାଦେବ ଗୋଟିଏ ନାମ ବି ଜପ କରନ୍ତି, ରାଧା ବଲ୍ଲଭ, ରାଧା ବଲ୍ଲଭାୟ ନମଃ। ଏହି ମନ୍ତ୍ର ଦେବଦେବ ମହାଦେବ ଯେତେବେଳେ ଧ୍ୟାନରେ ରୁହନ୍ତି ସେତେବେଳେ ଜପ କରନ୍ତି। ଯେତେବେଳେ ବି ଆପଣ ଶିବଲିଙ୍ଗ ପାଖକୁ ଯାଆନ୍ତି ସେତେବେଳେ ରାଧା ବଲ୍ଲଭାୟ ନମଃ ଏହି ମନ୍ତ୍ରକୁ କି ଆପଣ ଜପ କରନ୍ତୁ, ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହବ। କାରଣ ଦେବଦେବ ମହାଦେବ ରାଧାରାଣୀଙ୍କୁ ବି ମାନନ୍ତି, ସେ କୃଷ୍ଣଙ୍କ ସହିତ ରାଧାଙ୍କର ବି ନାମ ଜପ କରିଥାନ୍ତି। ଦର୍ଶକ ବନ୍ଧୁ, ସେଥିପାଇଁ ଆପଣମାନେ ଭାବୁଥିବେ ଯେ ରାଧାଷ୍ଟମୀ ଦିନ ମହାଦେବଙ୍କ ସହିତ କଣ ସମ୍ପର୍କ ଅଛି। ପ୍ରକୃତ କଥା ଏୟା ଯେ ଦେବଦେବ ମହାଦେବ କୃଷ୍ଣଙ୍କୁ ଆରାଧ୍ୟ ବୋଲି ଭାବିଛନ୍ତି। ଯେତେବେଳେ ବି ସେ ଆଖି ବନ୍ଦ କରନ୍ତି କୃଷ୍ଣଙ୍କ ନାମ ହିଁ ଜପ କରନ୍ତି। ସେହିପରି ଆପଣମାନେ ସେ ରାଧା ବଲ୍ଲଭାୟ ନାମ ଜପ କରିଥାନ୍ତି। ତେଣୁ ଆପଣମାନେ ଯଦି ଦେବଦେବ ମହାଦେବଙ୍କ ପାଖରେ 21ଟି ଗୋଟା ମୁଗର ଦାନା ଚଢ଼ାଇବେ ଏବଂ ଗୋଟିଏ ଲୋଟା ଜଳ ଚଢ଼ାଇ ଦେବେ, ତେବେ ଆପଣଙ୍କର ମନସ୍କାମନା ନିଶ୍ଚୟ ପୂରଣ ହବ। ଆଉ ଗୋଟିଏ କାମ କରନ୍ତୁ, 11ଟି ତୁଳସୀ ପତ୍ର, 11ଟି ତୁଳସୀ ପତ୍ର ଆପଣ ନେଇଯିବେ। ଏହାକୁ କଣ କରିବେ ନା ଆପଣ ହଳଦୀରେ ଗୁଳାଇ ଦେବେ, ଗୁଳାଇ କରି କୃଷ୍ଣଙ୍କୁ ଅର୍ପଣ କରିବେ। ସେତେବେଳେ ରାଧେ ରାଧେ କହି କୃଷ୍ଣଙ୍କୁ ଅର୍ପଣ କରିବେ। ଏହା ଦ୍ୱାରା କୃଷ୍ଣଙ୍କର ବିଶେଷ କୃପା ଥାଏ। ଏମିତିରେ ଜାଣିଥିବେ ଯେ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କୁ ବା ଭଗବାନଙ୍କର ଯେକୌଣସି ବି ରୂପକୁ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଯେହେତୁ ରାଧାଷ୍ଟମୀ ପଡୁଛି ଆପଣମାନେ ଏହା ନିଶ୍ଚୟ ଅର୍ପଣ କରନ୍ତୁ। ଆଖପାଖରେ ଯଦି ଆପଣଙ୍କର ରାଧାଙ୍କର କୌଣସି ମନ୍ଦିର ଅଛି ତେବେ ରଜନୀଗନ୍ଧା କିମ୍ବା ମଲ୍ଲି ଫୁଲର ମାଳ ଗୋଟିଏ ରାଧାଙ୍କୁ ଅର୍ପଣ କରନ୍ତୁ, ଗଜର ସ୍ୱରୂପ ଅର୍ପଣ କରନ୍ତୁ।
आपण माने जानिथिबे साधारणतः देवी माने श्रृंगार प्रिय अटंती। आपण माने श्रृंगार द्रव्य भी राधाराणी को आज निश्चय चढ़ाई पारंती। राधाराणी को आज आपणक घरे जदि राधाराणी अछंती तांको पई रूपार पाउंजी भी आनी पारंती। जदि निजर सेतिकी सामर्थ्य अछि एही सब काम आजिर दिन रे निश्चय करंतु। आपणक ऊपरे राधाराणी सहित कृष्णकर भी विशेष कृपा आपणक ऊपरे पड़िबो। आज संध्या समय रे आपण माने गूगल रु 31 टी राधांकर नाम बाहर कर दियंतु। एही 31 टी नाम गोटे थर संध्या समय रे जप करंतु। एहा द्वारा राधाराणी विशेष कृपा आपणक ऊपर प्राप्त हबो। संध्या समय रे आ गोटे काम भी करंतु। जेतेबेले संध्या समय रे आपण राधाराणी पुनः आरती करिवे, संध्या आरती करिवे, ए सब सरिबा परे गोटे पेपर नै जिवे, सेठी राधा राधा बोली 108 थर लिखिबे। एहा सेही पेपर को गोटे हलदिया कपड़ा रे बांधी देबे एवं सेही ऊपर गोटे हलदिया फूल भी रखी देबे। सेही पेपर को निज हाथ रे रखी निजर अधूरा मनस्कामना गोटे कहिदेबे एवं राधाराणी पाखरे बा राधाराणी मंदिर रे नै करी ताहाकू रखी देबे। देखिबे आपणकर अधूरा मनस्कामना राधाराणी दया रे निश्चय पूर्ण हबो। एही महा उपाय आज आपणकू केही भी कहि नथिबो। जे माने राधा अष्टमी करूचंती बा न करूचंती एही उपाय निश्चय करि दियंतु एवं घरे जदि कृष्ण अछंती कृष्णଙ୍କ पाखरे राधाटी भी आनी करी रखंतु। राधा कृष्णଙ୍କର जुगल मूर्ति सदा सर्वदा पूजा करा जाए। तेणु आपण माने एही उपाय आजिर दिन रे निश्चय कर दियंतु। तीनोटी दीप को आपण मानकू आजिर दिन रे जालिबा पई पड़िबो। जेपरि कि तीनोटी दीप नै जिवे, गोटे आपणको घरर मुख्य द्वार, आ गोटे देवदेव महादेवंकर, आ गोटे आपण रोसे घरे जोठारे पानी रखुचंती सेठी तीनोटी दीप तीनोटी जगह आज आपण जाली दियंतु। प्रत्येक अष्टमी के अष्टमी एही काम करंतु, घर दरिद्रता दूर हबो। जे कोनोसी भी अष्टमी हो आपण एही उपाय जदि करिवे आपणकर घर दरिद्रता दूर हबो। घरे जदि तुलसी पत्र अछंती, तुलसी महाराणी जदि अछंती, तेबे तांकू आज चुनरी चढ़ेबा पई जमा भी भूलंतो नाही। लाल चुनरी हो किंबा हळदिया गोटे चुनरी हो आज आपण माने निश्चय चढ़ांतो। एहा द्वारा आपणक ऊपरे मां वृंदावतींकर कृपा रहिबो एवं तुलसी गछर माटी रे आज आपण गोटे टंका पोती दियंतु। आपण रूपार कॉइन पोती पारंते, आपण 1 टंकिया कॉइन भी पोती पारंती किंबा 5 टंकिया पितळर कॉइन भी पोती दियंती। एहा द्वारा घर वास्तु दोष दूर होइताय, घर अभाव दूर होइताय। तेणु एही उपाय आजिर दिन रे निश्चय कर दियंतु। देखिबे आपण मालामाल होई जिवे। एही राधाष्टमी रो उपाय आपणकू हेत आगरु केही कहि नथिबे। एही वीडियो को जेते मात्रा रे सेते शेयर करंतु एवं आर विशेष कृपा आपण माने निश्चय प्राप्त हेबे। दर्शक बंधु, राधाष्टमी दिन आ गोटे महा उपाय भी कर दियंतु एवं राधाष्टमी दिन आपण संध्या समय रे पूजा करंतु। जेते पारुचंती एही दिन राधा राधा मंत्र जप करंतु एवं जेउ पुण्य फल आपण पाइबा पई चाहुचंती जेउ भी व्रत करंतु किछि गरीब लोकन को खाइबा को दियंतु। निजर शक्ति अनुसार सब बेले दान देबा उचित। आज पई रहूची, पुणी देखा हेबो आगामी एक सुंदर वीडियो रे।